My dear student, welcome to our channel Manorama Tutorial. ଏକ ପଦରେ ପ୍ରକାଶ କର। ଯେ ପରର ଉପକାର କରନ୍ତି ପରୋପକାରୀ, ଯାହାକୁ ଖାଇବାକୁ ସୁଆଦିଆ ଲାଗେ ସୁସ୍ୱାଦୁ, ଯାହାର ଅକ୍ଷର ପରିଚୟ ହୋଇନାହିଁ ନିରକ୍ଷର, ଯାହାର କଳଙ୍କ ନାହିଁ ନିଷ୍କଳଙ୍କ, ଯାହା କରିବାକୁ କଷ୍ଟ କଷ୍ଟକର, ରୋଗରୁ ମୁକ୍ତ ହେବା ଆରୋଗ୍ୟ, ଯାହା ଫଳ ଦିଏ ସୁଫଳ, ଯିଏ ଚିକିତ୍ସା କରନ୍ତି ଚିକିତ୍ସକ, ଯେ ପରିଶ୍ରମ କରେ ପରିଶ୍ରମୀ, ଯେ ସହଯୋଗ କରେ ସହଯୋଗୀ, ଯେ କର୍ମ କରେ କର୍ମୀ, ଯେ ଆଗ୍ରହ କରେ ଆଗ୍ରହୀ, ଯେ ଅନୁଭବ କରେ ଅନୁଭବୀ, ଯିଏ ପୂଜା କରେ ପୂଜକ, ଯିଏ ସେବା କରେ ସେବକ, ଯିଏ ପଛେ ପଛେ ଯାଏ ଅନୁଚର, ଯେ ଇତିହାସ ଜାଣନ୍ତି ଐତିହାସିକ, ଯିଏ ଗଣିତ ବିଷୟ ଜାଣନ୍ତି ଗାଣିତିକ, ଯିଏ ମୂର୍ତ୍ତି ଗଢ଼ନ୍ତି କାରିଗର, ଯିଏ ଗୀତ ଗାଏ ଗାୟକ, ଯିଏ ଅଭିନୟ କରେ ଅଭିନେତା, ଯିଏ ବୋଲ କରେ ବୋଲକରା, ଯିଏ ଶଙ୍ଖା ବିକେ ଶଙ୍ଖାରୀ, ଯିଏ ପଢ଼େ ପାଠକ, ଯିଏ ଦାନ କରେ ଦାତା, ଯିଏ ଶୁଣେ ଶ୍ରୋତା, ଯିଏ କହେ ବ୍ରତା, ଯିଏ କାଠ ହାଣେ କାଠୁରିଆ, ଯିଏ ଡାକ ବାଣ୍ଟେ ଡାକବଲା, ଯିଏ ସାକ୍ଷ୍ୟ ଦିଏ ସାକ୍ଷୀ, ଯିଏ ବିଚାର କରନ୍ତି ବିଚାରକ, ଯିଏ ଦେଶର ସେବା କରେ ଦେଶ ସେବକ, ଯିଏ ସତ୍ୟ କହେ ସତ୍ୟବାଦୀ, ଯିଏ ମିଛ କହେ ମିଛୁଆ, ଯାହାର ଧନ ନାହିଁ ନିଧନ, ଯିଏ ଆକାଶରେ ଗମନ କରେ ଆକାଶଚାରୀ, ଯେଉଁ ଫୁଲ ପଙ୍କରୁ ଜନ୍ମଲାଭ କରିଛି ପଙ୍କଜ, ଯିଏ ଆମ ସହ ଯାତ୍ରା କରନ୍ତି ସହଯାତ୍ରୀ, ଯାହାର ଆଶ୍ରୟ ନାହିଁ ନିରାଶ୍ରୟ, ଯିଏ ସବୁ ଜାଣେ ସର୍ବଜ୍ଞ, ଯେ ଉପକାର କରନ୍ତି ଉପକାରୀ, ଯାହା ହିତ ନୁହେଁ ଅହିତ, ଜଳରୁ ଜାତ ଯେ ଜଳଜ, ଯାହା ପାନର ଯୋଗ୍ୟ ପାନୀୟ, କୂଳର ନିକଟ ଉପକୂଳ, ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଆପାଦ ମସ୍ତକ, ମୂଳରୁ ଚୂଳ ପର୍ଯ୍ୟନ୍ତ ଆମୂଳ ଚୂଳ, ପୂଜାର ଯୋଗ୍ୟ ପୂଜ୍ୟ, ଯିଏ ଶିବଙ୍କର ଉପାସନା କରେ ଶୈବ୍ୟ, ଯିଏ ଶକ୍ତିଙ୍କର ଉପାସନା କରେ ଶାକ୍ତ, ଯିଏ ବିଷ୍ଣୁଙ୍କର ଉପାସନା କରେ ବୈଷ୍ଣବ, ଯାହା ପାଇବାର ଯୋଗ୍ୟ ପ୍ରାପ୍ୟ, ଶତ୍ରୁକୁ ହତ୍ୟା କରେ ଯେ ଶତ୍ରୁଘ୍ନ, ନାହିଁ କପଟ ଯାହାର ନିଷ୍କପଟ, ମନକୁ ହରଣ କରେ ଯେ ମନୋହର, ଅଣ୍ଡାରୁ ଜାତ ଅଣ୍ଡଜ, ମେଧା ଅଛି ଯାହାର ମେଧାବୀ, ନାହିଁ ବାକ୍ ଶକ୍ତି ଯାହାର ମୂକ, ଯାହା କଷ୍ଟରେ ମିଳେ ଦୁର୍ଲଭ, ଯାହା ଅର୍ଜନ କରାଯାଏ ଉପାର୍ଜନ, ଯାହା ସବୁଠାରୁ ଉତ୍ତମ ସର୍ବୋତ୍ତମ, ମାଡ଼ ଖାଇବାରେ ଅଭ୍ୟସ୍ତ ଲୋକ ମାଡ଼ୁଆ, ଯେ ମହାକାଶ ଯାନରେ ଯାଏ ମହାକାଶଚାରୀ, ଯେ ପରିଶ୍ରମ କରନ୍ତି ସେ ପରିଶ୍ରମୀ, ଯାହା ଦେଖାଯାଏ ନାହିଁ ଅଦୃଶ୍ୟ।